ମହାପ୍ରଭୁଙ୍କର ଦଶ ଅବତାର ବିଷୟରେ ଆସନ୍ତୁ ଟିକେ ଜାଣିବା। କ'ଣ କ'ଣ ସେଗୁଡ଼ାକ ଅଛି ଦଶ ଅବତାର, ସେ ଭିତରେ ଟିକେ ନଜର ପକାନ୍ତୁ। ପ୍ରଥମ, ମତ୍ସ୍ୟ ଅବତାର। ବିଷ୍ଣୁଙ୍କର ପ୍ରଥମ ଅବତାର। ଏହି ଅବତାରରେ ବିଷ୍ଣୁ ମହାପ୍ରଳୟ ସମୟରେ ଅତଳ ଗଭୀର ସମୁଦ୍ର ମଧ୍ୟରେ ବୁଡ଼ି ଯାଇଥିବା ବେଦ ଗ୍ରନ୍ଥକୁ ଉଦ୍ଧାର କରିଥିଲେ। ତାପରେ ଦ୍ୱିତୀୟ ଅବତାର। ଦ୍ୱିତୀୟ ଅବତାର ହେଉଛି କଚ୍ଛପ ଅବତାର। ଦ୍ୱିତୀୟ ଅବତାରରେ କଚ୍ଛପ ରୂପେ ଆବିର୍ଭୂତ ହୋଇ ସମୁଦ୍ର ମନ୍ଥନ ବେଳେ ମନ୍ଦର ପର୍ବତକୁ ନିଜ ପୁଷ୍ପରେ ଧାରଣ କରିଥିଲେ। ଦୁର୍ବାସାଙ୍କ ଶାପରୁ ଇନ୍ଦ୍ର ସିଂହନ ହେବାର ଲକ୍ଷ୍ମୀ ସ୍ୱର୍ଗର ଯାଇ ସମୁଦ୍ର ଗର୍ଭରେ ବାସ କଲେ। ବ୍ରହ୍ମାଙ୍କ ଉପଦେଶ ଅନୁସାରେ ମନ୍ଦର ପର୍ବତକୁ ମନ୍ଥନ ଦଣ୍ଡ ଓ ବାସୁକୀନ ମନ୍ଥନ ରଜୁ କରି ରଜୁର ଏକ ପାଖକୁ ଦେବତାଗଣ ଓ ଅନ୍ୟ ପାଖକୁ ଅସୁରମାନେ ଟାଣି ସମୁଦ୍ରକୁ ମୋହିଲେ। ମନ୍ଥନ ଫଳରେ ପ୍ରଥମେ ହଳ ହଳ ବିଷ ବାହାରିଲା। ଏ ବିଷର ଜଳରେ ସମସ୍ତେ ଅସ୍ଥିର ହୋଇ ମହାଦେବଙ୍କୁ ସ୍ତବ କରିବାର ସେ ସନ୍ତୁଷ୍ଟ ହୋଇ ଉକ୍ତ ବିଷକୁ ପାନ କଲେ। ତତ୍ପର ପୁଣି ମନ୍ଥନ କରିବାରୁ ସମୁଦ୍ର ମଧ୍ୟରୁ ଚନ୍ଦ୍ର ପରିଜାତ, ଉଚ୍ଛସ୍ରବ ଆସ, ଐରାବତର ଗଜ, ସୁରଭି ଗାଈ, ଲକ୍ଷ୍ମୀ ଓ ଧନ୍ୱନ୍ତରୀ ଅମୃତଭଣ୍ଡା ସହିତ ବାହାରିଲେ। ଅସୁରମାନେ ଅମୃତଭଣ୍ଡାର ହରଣ କରିବାକୁ ଉଦ୍ୟତ ହେବାରୁ ବିଷ୍ଣୁ ମୋହିନୀ ରୂପ ଧରି ଅସୁରମାନଙ୍କୁ ବଞ୍ଚନା କରି ଦେବତାମାନଙ୍କୁ ଉକ୍ତ ଅମୃତ ଦେଲେ। ଏଥିଯୋଗୁଁ ଦେବ ଓ ଅସୁରମାନଙ୍କ ମଧ୍ୟରେ ଭୟଙ୍କର ଯୁଦ୍ଧ ଲାଗିଲା। ନାରଦ ସେହି ଯୁଦ୍ଧ ନିବାରଣ କରିଥିଲେ। ଦେବତାମାନଙ୍କ ଦ୍ୱାରା ହତ ଅସୁରମାନଙ୍କୁ ଅସୁର ଗୁରୁ ଶୁକ୍ରାଚାର୍ଯ୍ୟ ବଞ୍ଚାଇଥିଲେ। ତୃତୀୟ ରୂପ କ'ଣ ଅଛି? ବରାହ ଅବତାର। ପୌଷ ଅମାବାସ୍ୟା ବା ବକୁଳ ଅମାବାସ୍ୟା ଦିନ ତୃତୀୟ ଅବତାର ବରାହ ରୂପେ ଆବିର୍ଭୂତ ହୋଇଥିଲେ। ହିରଣ୍ୟାକ୍ଷ ନାମକ ଦୈତ୍ୟ ବ୍ରହ୍ମାଙ୍କ ବରରେ ଅତ୍ୟାଚାରୀ ହୋଇ ଦେବତାମାନଙ୍କୁ ପରାସ୍ତ କରି ପୃଥିବୀକୁ ନେଇ ପାତାଳରେ ପ୍ରବେଶ କରିଥିଲେ। ଧରଣୀ ଯେତେବେଳେ ନିମଗ୍ନ ଥିଲା, ବିଷ୍ଣୁ ବରାହ ରୂପରେ ହିରଣ୍ୟାକ୍ଷକୁ ନିପାତ କରି ପୃଥିବୀର ଜଳ ମଧ୍ୟରୁ ଦନ୍ତା ଦ୍ୱାରା ଉତ୍ତୋଳନ କରିଥିଲେ। ଏହାଙ୍କ ଔରସରେ ଧରଣୀଙ୍କ ଗର୍ଭରୁ ନରକାସୁର ଜାତ ହୋଇଥିଲେ। ଚତୁର୍ଥ ଅବତାର କ'ଣ ରହିଛି? ନୃସିଂହ ଅବତାର। ନରସିଂହ ମୁଣ୍ଡରୁ କଟି ଦେଶ ପର୍ଯ୍ୟନ୍ତ ସିଂହାକୃତି ଓ ଅବିଶିଷ୍ଟ ଅନ୍ଧାଗ। ବୈଶାଖ ଶୁକ୍ଳ ଚତୁର୍ଥୀ ଦିନ ଆବିର୍ଭୂତ ହୋଇଥିଲେ। ଏ ଅବତାରରେ ବିଷ୍ଣୁ ହିରଣ୍ୟକଶ୍ୟପକୁ ଓ ମରାସୁରକୁ ବଧ କରିଥିଲେ। ପଞ୍ଚମ ଅବତାର ହେଉଛି ବାମନ ଅବତାର। ଭାଦ୍ରବ ଶୁକ୍ଳ ଦ୍ୱାଦଶୀ ଦିନ ଆଦିତ୍ୟଙ୍କ ଗର୍ଭରୁ ଆବିର୍ଭୂତ ହୋଇଥିଲେ। ଏ ଅବତାରରେ ବିଷ୍ଣୁ ଗୋଟିଏ ଖର୍ବକାୟ ବ୍ରାହ୍ମଣ ରୂପ ଧରି ବଳିରାଜଙ୍କୁ ଦାନ ମାଗି ତାଙ୍କ ନିଜ ଶରୀରରୁ ନିର୍ଗତ ତୃତୀୟ ପାଦରେ ପାତାଳପୁରକୁ ଚାପିଥିଲେ। ରାଜା ବଳି ଅତ୍ୟଧିକ ଦାନ କରିଥିବାରୁ ତାଙ୍କର ଅହଙ୍କାର ଭାବ ଜାତ ହୋଇଥିଲା। ଷଷ୍ଠ ଅବତାର ହେଉଛି ପରଶୁରାମ ଅବତାର। ବିଷ୍ଣୁଙ୍କ ଷଷ୍ଠ ଅବତାର ରୂପେ ଋଷି ଯମଦଗ୍ନିଙ୍କ ଔରସରୁ ରେଣୁକାଙ୍କ ଗର୍ଭରୁ ଜାତ ହୋଇଥିଲେ। ଏହାଙ୍କର ଅସ୍ତ୍ର ପରଶୁ ଅଟେ। ଏ ଅବତାରରେ ପୃଥିବୀର 21 ବାର ନିକ୍ଷତ୍ରିୟ କରିଥିଲେ। ଏ ପିତୃଦେଶରେ ସାୟ ମାତ ରେଣୁକାଙ୍କ ବଧ କରିଥିଲେ ଓ ପରେ ପିତାଙ୍କୁ ସନ୍ତୁଷ୍ଟ କରି ମାତାଙ୍କୁ ପୁରଜୀବିତା କରାଇଥିଲେ। ଏହାଙ୍କ ପିତୃହନ୍ତା କର୍ତ୍ତବ୍ୟଜନିତ ବା ସହସନଙ୍କୁ ଏ ବଧ କରିଥିଲେ। ରାମଚନ୍ଦ୍ର ବିବାହ ହୋଇସାରି ସୀତାଙ୍କୁ ଘେନି ମିଥିଳାରୁ ଫେରିବା ସମୟରେ ଏ ତାଙ୍କୁ ଭେଟି ଧନୁ ପରୀକ୍ଷା ନିମନ୍ତେ ରାମଚନ୍ଦ୍ରଙ୍କୁ ଆହ୍ୱାନ କରିଥିଲେ। ରାମଚନ୍ଦ୍ର ଏହାଙ୍କ ହାତରୁ ଧନୁ ନେବା ସମୟରେ ଏହାଙ୍କୁ ଦେହରେ ଥିବା ବିଷ୍ଣୁ ତେଜ ରାମଚନ୍ଦ୍ରଙ୍କ ଦେହରେ ପ୍ରବେଶ କଲା ଓ ଏ ହତପ୍ରଭା ହୋଇ ତପସ୍ୟା କରିବାକୁ ଗଲେ। ଏହାଙ୍କର ଅନ୍ୟ ଚାରି ଭାଇଙ୍କ ନାମ ସମନନ, ସୁରାଣ, ବସୁ ଓ ବିଶ୍ୱବସୁ। ସପ୍ତମ ଅବତାର ଥିଲା ରାମ ଅବତାର। ବିଷ୍ଣୁଙ୍କ ସପ୍ତମ ଅବତାର ରୂପେ ତ୍ରେତୟା ଯୁଗରେ ଅଯୋଧ୍ୟାରେ ଦଶରଥଙ୍କ ଜ୍ୟେଷ୍ଠ ପୁତ୍ର ରୂପେ କୌଶଲ୍ୟାଙ୍କର ଗର୍ଭରୁ ଜନ୍ମଗ୍ରହଣ କରିଥିଲେ। ଏହାଙ୍କ ବିଷୟ ରାମାୟଣରେ ବର୍ଣ୍ଣିତ। ବଶିଷ୍ଠ ଋଷି ଏହାଙ୍କ ଗୁରୁ ଓ ଏ ବାଳକ ଥିବାବେଳେ ବିଶ୍ୱାମିତ୍ର ଏହାକୁ ଓ ଏହାଙ୍କ ବିମିତ୍ର ଭାଇ ଲକ୍ଷ୍ମଣଙ୍କୁ ଜଗରକ୍ଷା କରିବାକୁ ତାଙ୍କ ଆଶ୍ରମକୁ ସାଙ୍ଗରେ ନେଇଥିଲେ ଓ ସେଠାରେ ଏ ଯଜ୍ଞ ବିଘ୍ନକାରୀ ବହୁ ରାକ୍ଷସଙ୍କୁ ବଧ କରିଥିଲେ। ଯଜ୍ଞର ନିମନ ସମାପ୍ତି ହେବା ପରେ ବିଶ୍ୱାମିତ୍ରଙ୍କ ସଙ୍ଗେ ଏ ଦୁଇ ଭାଇ ରାଜା ଜନକଙ୍କ ରାଜଧାନୀକୁ ସୀତାଙ୍କ ସ୍ୱୟଂବର ସଭାକୁ ଯାଇଥିଲେ ଓ ଶିବଧନୁକୁ ଭାଙ୍ଗି ସୀତାଙ୍କ ପାଣି ଗ୍ରହଣ କଲେ। ବିମତା ରାଣୀ କୈକେୟୀଙ୍କ ଅନୁଜ୍ଞା ଅନୁସାରେ ଏ ପିତୃସତ୍ୟ ପାଳନ କରିବାକୁ ଲକ୍ଷ୍ମଣ ଓ ସୀତାଙ୍କୁ ସଙ୍ଗେ ନେଇ 14 ବର୍ଷ ବନବାସ କରିଥିଲେ। ବନବାସ କାଳରେ ଦଣ୍ଡକରଣ୍ୟରେ ରାବଣ ସୀତାଙ୍କୁ ହରଣ କଲା। ଏ
ଏ ବାନରାଜ ସୁଗ୍ରୀବ ଓ ହନୁମାନ ତଥା ବାନର ସୈନିକ ସହମତରେ ଲଙ୍କା ଆକ୍ରମଣ କରି ରାବଣକୁ ମାରି ସୀତାକୁ ଉଦ୍ଧାର କଲେ ଓ ଅଗ୍ନି ପରୀକ୍ଷା ପରେ ସୀତାଙ୍କୁ ଗ୍ରହଣ କଲେ। 14 ବର୍ଷ ବନବାସରେ କାଳ ପରିବାରୁ ସୀତାଙ୍କ ସହ ଅଯୋଧ୍ୟାକୁ ଆସି ରାଜତ୍ୱ କଲେ। କିଛିଦିନ ପରେ ରାବଣ ହୁତା ସୀତାଙ୍କ ସତ୍ୟତା ବିଷୟରେ ପ୍ରଜାଙ୍କ ମନରେ ସନ୍ଦେହ ହେବା ଅବଗତ ହୋଇ ଅନ୍ତଃସତ୍ତ୍ୱେ ସୀତାଙ୍କୁ ଏ ନିବାସିତା କଲେ। ନିବାସନ କାଳରେ ବାଲ୍ମୀକି ଆଶ୍ରମରେ ସୀତାଙ୍କଠାରୁ ଲବ ଓ କୁଶ ନାମକ ଯମଜ କୁମାର ଜନ୍ମ ହେଲେ। ତାପରେ ପିତା ଓ ପୁତ୍ର ଦ୍ୱୟଙ୍କର ମିଳନ ହେଲା। ସୀତାଙ୍କୁ ଗ୍ରହଣ କରିବା ପାଇଁ ରାମଚନ୍ଦ୍ର ପୁଣି ଅଗ୍ନି ପରୀକ୍ଷା ପ୍ରସ୍ତାବ କରିବାକୁ ସୀତା ଏତରେ ଅସମ୍ମତ ହୋଇ ନିଜର ମାତା ପୃଥିବୀଙ୍କ ଗର୍ଭରେ ଲୀନ ହେଲେ। ପରେ ଏ ପୁତ୍ର ଦ୍ୱୟଙ୍କ ମଧ୍ୟରୁ କୁଶଙ୍କୁ କୌଶଳ ରାଜ୍ୟର ଏବଂ ଲବକୁ ଉତ୍ତର କୌଶଳ ରାଜ୍ୟର ଅଧ୍ୟାପତି ପଦରେ ପ୍ରତିଷ୍ଠାପିତ କରି ସରଜୁ ନଦୀରେ ପ୍ରବେଶ ପୂର୍ବକ ଯୋଗଲଗ୍ନରେ ତନୁତ୍ୟାଗ କଲେ। ଅଷ୍ଟମ ଅବତାର ହେଲା ବଳରାମ ଅବତାର। ବିଷ୍ଣୁଙ୍କ ଅଷ୍ଟମ ଅବତାର ରୂପେ ଦ୍ୱାପର ଯୁଗରେ ଶ୍ରୀକୃଷ୍ଣଙ୍କର ବୈମର୍ତ୍ତିକ ବଡ଼ ଭାଇ ଭାବେ ଶ୍ରାବଣ ପୂର୍ଣ୍ଣମୀ ଦିନ ଆବିର୍ଭୂତ ହୋଇଥିଲେ। ନବମ ଅବତାର ହେଉଛି ବୁଦ୍ଧ ଅବତାର। ମୌଳ ଲେଖା ଗୌତମ ବୁଦ୍ଧ ବର୍ତ୍ତମାନ ବିଷ୍ଣୁଙ୍କର ବୁଦ୍ଧ ଅବତାର। ପୁରୀରେ ଜଗନ୍ନାଥ ସେହି ଅବତାର ବୋଲି ଅନେକଙ୍କର ମତ ରହିଛି। ଶେଷ ଅବତାର ହେଉଛି ଦଶମ ଅବତାର କଳ୍କି ଅବତାର। ପୃଥିବୀରେ ଅଧର୍ମ ଅତି ବେଶୀ ହେଲେ ବିଷ୍ଣୁ କଳ୍କି ଅବତାର ଗ୍ରହଣ କରି ମେଚ୍ଛା ସଂହାରଥି ଖଣ୍ଡ ଧାରଣ କରିବେ। ଏହା ମାଳିକାରେ ଲିଖିତ ତଥା ପଣ୍ଡିତମାନଙ୍କର ବିଶ୍ୱାସ ରହିଛି। ଏହି ଥିଲା ନାରାୟଣଙ୍କର 10 ଅବତାର ସମ୍ପୂର୍ଣ୍ଣ ବିବରଣୀ ଆପଣଙ୍କୁ ଆମେ ପ୍ରକାଶ କଲୁ। ଭଲ ଲାଗିଲେ ଆମ ଚ୍ୟାନେଲକୁ ଲାଇକ୍ ଏବଂ କମେଣ୍ଟ ଏବଂ ସବସ୍କ୍ରାଇବ୍ କରିବା ପାଇଁ ଜମା ବି ଭୁଲିବେନି। ରହିଲି, ନମସ୍କାର, ଜୟ ଜଗନ୍ନାଥ।